শরণাগত দিনাথম পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ନିକଟରେ ସୁନ୍ଦର କଥାଟିଏ। ଆପଣ ସବୁ ପୁଷ୍ପ ଦେଖିଛନ୍ତି ଏବଂ ଅନେକ ପୁଷ୍ପ ଦେବାଦେବୀଙ୍କ ଉପରେ ମଧ୍ୟ ଇଏ ଚଢ଼ାନ୍ତି, କିନ୍ତୁ ସେଇ ପୁଷ୍ପ ମଧ୍ୟରୁ ଗୋଟିଏ ପୁଷ୍ପ ଅଛି, ତାର ନାମ ହେଉଛି ଯୋନି ପୁଷ୍ପ। ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଇଏ ଯୋନି ପୁଷ୍ପ କିଏ, ଇଏ କେଉଁ ଦେବାଦେବୀଙ୍କ ଉପରେ ଇଏ ଚଢ଼େ। ଯୋନି ପୁଷ୍ପ ହେଉଛି ଅପରାଜିତା ପୁଷ୍ପ। ଅପରାଜିତା ଇଏ ପୁଷ୍ପଟି ଦେଖିବାକୁ ଯୋନି ସଦୃଶ୍ୟ ଥାଏ। ଇଏ ପୁଷ୍ପ ଦେବୀମାନଙ୍କ ଉପରେ ଇଏ ଚଢ଼େଇଲେ ଆପଣମାନଙ୍କର ଅନେକ ଶୁଭକାମନା ଆସେ। କେବଳ ଲକ୍ଷ୍ମୀଙ୍କ ଉପରେ ଇଏ ଅପରାଜିତା ପୁଷ୍ପଟିକି କେତେବେଳେ ଇଏ ଚଢ଼େଇବେନି, କାରଣ ଇଏ ପୁଷ୍ପକୁ ତାନ୍ତ୍ରିକ ମାନେ ନେଇ ଅନେକ ତନ୍ତ୍ର ବିଦ୍ୟା ଦ୍ୱାରା ମଧ୍ୟ ଦେବୀଙ୍କୁ ଆହ୍ୱାନ କରନ୍ତି। ସେଥିପାଇଁ ଲକ୍ଷ୍ମୀ ହେଉଛନ୍ତି ଗୃହଲକ୍ଷ୍ମୀ, ଶାନ୍ତ। ତାଙ୍କ ଉପରେ ଏଇ ଅପରାଜିତା ପୁଷ୍ପଟିକି ଇଏ ଚଢ଼ାଯାଏନି। କେବଳ ତାନ୍ତ୍ରିକ ମାନେ ପୂଜା କରୁଥିବାରୁ ଲକ୍ଷ୍ମୀଙ୍କ ଉପରେ ଇଏ ପୁଷ୍ପ ଇଏ ଚଢ଼ାଯାଏ ନାହିଁ। ଦଶହରା ଦିନ, ଦଶମୀ ଦିନ ମା ଦୁର୍ଗା ଅପରାଜିତା ଇଏ ବେଶ ହୁଅନ୍ତି। ସେଦିନ ଅପରାଜିତା ମନ୍ତ୍ରରେ ଦେବୀ ଇଏ ପୂଜା ପାଆନ୍ତି ଏବଂ ଅପରାଜିତା ମନ୍ତ୍ର ପଢ଼ିସାରି କେବଳ ଏଇ ଫୁଲକୁ ମା ଦୁର୍ଗାଙ୍କୁ ସମର୍ପଣ କଲେ ଆପଣଙ୍କର ଧନ ଜନ ଗୋପଲକ୍ଷ୍ମୀ ଘରେ ପରିପୂର୍ଣ୍ଣ ହୋଇଯିବ। ଏବଂ ଏଇ ଅପରାଜିତା ବୃକ୍ଷକୁ ପ୍ରତ୍ୟେକ ଦିନ ଯଦି ଆପଣମାନେ ଚନ୍ଦନ ସିନ୍ଦୁର ଦେଇ ଏବଂ ହଳଦୀ ପାଣି ଟିକେ ମୂଳରେ ଦେଇ ଧୂପ ଲଗେଇ ପୂଜା କରିବେ, ଆପଣମାନଙ୍କର ଯେତେ ଗ୍ରହ ଅଛି, ଖରାପ ଗ୍ରହ ସବୁଯାକ ଦୂରୀଭୂତ ହେଇଯାଏ। ଆପଣମାନଙ୍କ ନିକଟରୁ ଯେତେ ଏ ପାପ ବି ଅଛି ସେ ବି ଦୂରୀଭୂତ ହେଇଯିବ। ତେଣୁ ଏଇ ଥିଲା ଏ ଅପରାଜିତା ବା ଯୋନି ପୁଷ୍ପର କଥା। ଆପଣମାନେ ମୋ କଥାକୁ ଯଦି ଧ୍ୟାନ ସହିତ ଶ୍ରବଣ କରିଥିବେ ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା, ଘରର ମୁଖ୍ୟ ଇଏ ଦ୍ୱାରକୁ ପଛ କରି କେତେବେଳେ ଇଏ ବସିବେନି, ଅଶୁଭଦାୟକ। ଘରର ମୁଖ୍ୟ ଦ୍ୱାରକୁ ପଛ କରି କେତେବେଳେ ଇଏ ବସିବେନି, ଏହା ହେଉଛି ଅଶୁଭ ସୂଚକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ଇଏ ଶେଷ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।